बड़ियार ये गोटे नवेदन जदि आ भितर किसी प्रश्नवाची थाए आपण मान हुए तो मत गाड़ी दे पारती प्रशंसा करपारती मु प्रशंसा पाइबा एक कहूनी कि गाड़ी खाया बरम कहूँ जो आदिवासी मानक समय से माने अग्नि पूजा करुले समुद्र को पूजा करुले शाल गछ को पूजा करुले करमा गछ को पूजा करुले ये सब पूजा से करुले जाति प्रथाटा प्रथम सृष्टि हो नथिला समाजर श्रृंखला पाई गोटे जातिवाद सृष्टि है तुम्हें देवता मान को भल पाउछ से देवता मान पूजा जीवन अतिवाहित कर तुमको ब्राह्मण बोली कहला तुम्हें देशप्रेमी देशर शत्रु को केतबेले सब दल दल होकर माने जाजापर जीवन यापन करुले शत्रु मान कबल रक्षा पाइबापी हेले तुम्हें क्षत्रिय हुओ तुम्हें क्षेत्र को रक्षा कर तमें कृषि गोरक्ष वाणिज्य आदि करी संसार को सुषम खाद्य सुषम पानीय शस्य तमें समाज को दियो ये तीनोटी परे शूद्र किए से होचंती पितृमातृ सेवक राष्ट्र सेवक समाज सेवक जो माने कवि आमर कह जाए शूद्र मुनि शारदा दास ता अर्थ कौन सेवक परवर्ती समय रे ये चारोटी जाति ये आंकर मिलमिशी चलता बेले पुणी गोटे दल कौट आसी पहुँचले तांको पाखरे रहिबा इच्छा कले एमाने सेतबेले उल्लग्न थिले सेतबेलକୁ से वस्त्र बोले ये जो गछ वृक्षर पत्र फत्र डाल निजर लज्जा निवारण करुचंती खाद्यपेय टिके उन्नत आड़ को गलानी तापर से आसी पहुँचले कि तांको खाद्यपेय तांकर परिपाटी पोशाक परिच्छद से पूर्व भली एमाने जिते संस्कार आड़ को आसिले एमाने गोटे घूण्य चक्षुरे देखिले जदि तांको भीतर युद्ध भी है युद्ध रे किए हारिला किए जीतिला जदि कंप्रोमाइज भी है जोटी ये हारिला कि जीतिला जदि तुम आम सांगरे रहिबो तुम आमर ये बस्तीर बाहर रहिबो से जो बाहर सब रहिले तांको खाद्यपेय को एमाने पसंद कले नहीं तांको पोशाक परिच्छद को ग्रहण कले नहीं ब्राह्मण क्षत्रिय वैश्य शूद्रादि मानव जाति से मानव बोली ग्रहण कला किंतु तांको भितरे सेही मानविकता उदय हेलानी जे सेमाने मध्य मनीष तांको घूण्य चक्षुरे देखिला किंतु प्रकृत घूर्ण्य ये शब्द आमे ही सृष्टि करिछु किछि घृणा किछि नाई मु आपण मान को गोटे कथा कहूँ माने गोटे कथा आपण को कहूँ गोटे संप्रदाय बाजा बजाए आम बाघर व्रतघर से डाकू बाजा बजाइवा जदि से बाजा बजेले आमर बाघर हुए
ତାପରେ ଯାଇ ବ୍ରାହ୍ମଣ ମନ୍ତ୍ର ପଢ଼ି ଆମକୁ ମାନେ ଜଳ ସିଞ୍ଚନ କରି ସଂସ୍କାର ହୁଏ। ତାହେଲେ ଆପଣମାନେ କୁହନ୍ତୁ ସେ ଅଛୁଆଁ କେମିତି ହେଲେ? ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅଛନ୍ତି, ସେ ଲୁଗାପଟା ପରିଷ୍କାର ପରିଚ୍ଛନ୍ନ ଏସବୁ ସେ କରନ୍ତି। ଯଦି ସେ ଅପବିତ୍ର, ତାହେଲେ ସିଏ ଲୁଗାଟାକୁ ଛୁଇଁ ଦେଲେ ତମର ମୂର୍ତ୍ତିକିଆ ଛୁଟିକିଆରେ କ'ଣ ସବୁ ଲୁଗାପଟା ସବୁ ଯଦି ହେଲା, ତାକୁ ଯଦି ଛୁଇଁ ଦେଲେ ତାହେଲେ ସେ ଲୁଗାଟା ପବିତ୍ର ହେଇଗଲା। ତାହେଲେ କେତେ ପବିତ୍ରତା ସେମାନଙ୍କ ଭିତରେ ଅଛି, ସେମାନେ ଛୁଇଁ ଦେଲେ ତମ ଲୁଗାପଟା ପବିତ୍ର ହେଇଯାଉଛି। ସେଟାକୁ ଅସ୍ପୃଶ୍ୟ ବୋଲି କାହିଁ କୁହାଗଲା? ଏଇଭଳି କେତେକ ମାନେ ମଣିଷ ଅଛନ୍ତି, କୁଲା ଟୋକେଇ ପୋଳୁଅ ଏମିତି ସବୁ ମସିଣା ହେଁସ ଏସବୁ ତୈରି କର। କିଏ ହାଣ୍ଡି, ସେତେବେଳେ ତ ପିତ୍ତଳ ହାଣ୍ଡି ନଥିଲା, ମାଟି ହାଣ୍ଡି। ଆଚ୍ଛା ଏମାନେ ଘୂଣ୍ୟ କେମିତି ହେଲେ? ସିଏ ହାଣ୍ଡି ଦେଲେ ତୁମେ ରୋଷେଇ କରିବ, ସେ କଳସ ଦେଲେ ତୁମେ ଦେବତାଙ୍କୁ ଆବାହନ କରିବ। ଘୂଣ୍ୟ କେଉଁଟା ଆସିଲା? କେଉଁ ବାଟରେ ଘୂଣ୍ୟ ଗଲା? କୁଲା ବାଉଁଶିଆ ଗୋଟିଏ ବାହାଘର ହେଲେ, ଆଜିକାଲି ସିନା ଖୋଜା ହେଉନି, କିନ୍ତୁ ଗୋଟିଏ ବାହାଘର ହେଲେ ବ୍ରତଘର ହେଲେ କୁଲା ବାଉଁଶିଆ ଦରକାର ହେଉଥିଲା। ତାହେଲେ ସେମାନେ ଘୂଣ୍ୟ କେମିତି ହେଲେ? କେଉଁ ବାଟରେ ଘୂଣ୍ୟ ହେଲେ? ଏତିକି କଥା କୁହାଯାଇପାରେ ଖାଦ୍ୟପେୟ ଟିକେ ଅପରିଷ୍କାର ଥିଲା। ସେ ଦାୟିତ୍ୱ କାହାର? ସେମାନେ ପରିଷ୍କାର ପରିଚ୍ଛନ୍ନତା ହେଲେଣି, ପରିଷ୍କାର ପରିଚ୍ଛନ୍ନତା କ'ଣ ସେ ଜାଣିଲେଣି, ତଥାପି ତାଙ୍କୁ ମୁଖ୍ୟ ସ୍ରୋତରେ କାହିଁକି ସାମିଲ କରାଯାଉନି? କହିଲେ ଗୋଟେ ବିବାଦମାନ କଥା ସୃଷ୍ଟି ହେବ, ହେଇପାରେ, ତଥାପି କହୁଛି, ଯଦି ମଣିଷର ମୁକ୍ତି ମୋକ୍ଷ ଏସବୁ ଦରକାର, ତାହେଲେ ଆମ ବାହାଘର, ଆମ ବ୍ରତଘର, ଆମ କହିଲେ ମୋର ନୁହଁ, ମାନେ ଆମର ଯେଉଁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ପର୍ଯ୍ୟନ୍ତ, ଶୂଦ୍ର ପର୍ଯ୍ୟନ୍ତ, ଏମାନଙ୍କର ବ୍ରାହ୍ମଣମାନେ ପୂଜା କରିବେ। ସେମାନଙ୍କର ତ ବ୍ରାହ୍ମଣମାନେ ପୂଜା କରିବେନି, ତାହେଲେ ସେ ଅମୋକ୍ଷ ହେଇକରି ବୁଲିବେ। ଆବଶ୍ୟକ ବେଳେ ତମ କାମରେ ସେ ଲାଗିବେ, କିନ୍ତୁ ତାଙ୍କ ଘରକୁ ଆମେ ଯିବାନି। ଏଇଟା କେତେ ଦୂର ଯୁକ୍ତିଯୁକ୍ତ? ଯେତେବେଳେ ଆମେ ତାଙ୍କୁ ଘୃଣା କଲୁ, ସେ କ'ଣ କଲେ? ସିଏ ବି ଆମକୁ ଘୃଣା କଲେଣି। ଘୃଣା କରୁ କରୁ ଧର୍ମାନ୍ତୀକରଣ ଆରମ୍ଭ ହେଲାଣି। ଅନେକ ସେ ସମ୍ପ୍ରଦାୟ ଲୋକମାନେ ଧର୍ମ ଛାଡ଼ି ପଳାଉଛନ୍ତି। ତାହେଲେ ଘୂର୍ଣ୍ଣିତ ଜାତି ପ୍ରଥାକୁ ଧରିବା ନା ଧର୍ମକୁ ରକ୍ଷା କରିବା? ଏହା ପ୍ରତ୍ୟେକ ସାଧୁ ସନ୍ଥ ବ୍ରାହ୍ମଣ ବା ଯେଉଁମାନେ ଶିକ୍ଷାବିତ୍, ଆଜି ସେମାନେ ଏକଥାକୁ ଚିନ୍ତା କରନ୍ତୁ। ଶିଶୁ ଅନନ୍ତଙ୍କ ପୀଠରେ ସେମାନେ ନାମ କରନ୍ତି, ତାଙ୍କ ସେବକ, ତାଙ୍କ ଜାତିର ଗୋଟେ ବ୍ରାହ୍ମଣ ଅଛି, ସେଇ ପୂଜା କରେ, ତାଙ୍କୁ ମଧ୍ୟ ଆମେ ସମ୍ମାନ ପ୍ରଦର୍ଶନ କରୁ। କାହିଁ ଆମର ତ କିଛି ଅପବିତ୍ର ବୋଲି ମନେ ହେଉନି। ତାପରେ ଗୋଟିଏ ସମୟରେ ମୋ ମୁଣ୍ଡଟା ଟିକେ ବିପ୍ଳବୀ ମୁଣ୍ଡ। ତେଣୁ ମୁଁ ନିଜେ ଏବେ ଗୋଟେ କହିଲି ଗୋଟେ ସଭାରେ କେଉଁଠି, ଯେ ଆମର ବ୍ରାହ୍ମଣମାନେ ଆମ କହିଲେ ମୁଁ ନୁହଁ, ମାନେ ଆମର କରଣ ଖଣ୍ଡାୟତ ଏସବୁ କଥା ତାଙ୍କର ଯଦି ବ୍ରାହ୍ମଣମାନେ ଯିବେନି, ତାହେଲେ ଆମର ଏଇ ଜାତି ଗୁଡ଼ାକ ରହିଲେ ଏମାନେ ବି ଗୋଟେ ଗୋଟେ ବ୍ରାହ୍ମଣ ସ୍ଥିର କରନ୍ତୁ। ତାଙ୍କୁ ସେ ଆସନ୍ତୁ, କିଏ ତା ଭିତରେ ବ୍ରାହ୍ମଣ ହେବେ। ବ୍ରାହ୍ମଣ ଜାତି ମାନେ ବ୍ରାହ୍ମଣ କହିଲେ ବ୍ରାହ୍ମଣ ଜାତି ନୁହଁ, ମାନେ କିଏ ଦେବ
ପୂଜା ବିବାହ ବ୍ରତାଦି କରିବେ ତାଙ୍କୁ ଡାକ, ଆମେ ତାଙ୍କୁ ଟ୍ରେନିଂ ଦେବା, ଏଇ ମନ୍ତ୍ରରେ ପୂଜା କର, ଏଇ ମନ୍ତ୍ରରେ ଅଙ୍ଗ ଶୁଦ୍ଧି ଭୂତ ଶୁଦ୍ଧି କର। ତାହେଲେ ଯେତେବେଳେ ବ୍ରାହ୍ମଣମାନେ ଆମର କଲେ କରିବେ, ଯଦି ନ କରିବେ ଆମେ ଆମ ବ୍ରାହ୍ମଣଙ୍କୁ ନେଇକି କରିବୁ। ଆଜି ଦେବତା ମନ୍ଦିର ଗଢ଼ି ଉଠୁଛି। ଆଜି ଶିକ୍ଷାବିତ ଦେଶ ଜଙ୍ଗଲଟିଏ ସୃଷ୍ଟି କରିପାରୁନି, ଗଛ 10ଟା ଲଗେଇ ପାରୁନି, କିନ୍ତୁ ଅଳିଆ ଗଦା ସୃଷ୍ଟି କରୁଛି। ଅଳିଆ ଗଦା ନିଜେ କିନ୍ତୁ ଧୋବଧାଉଳିଆ ପୋଷାକ ପିନ୍ଧୁଛି। ଆଚ୍ଛା, ଏତେ ମନ୍ଦିର, ଆରେ ହନୁମାନ ମନ୍ଦିର, ଶନି ମନ୍ଦିର, ସନ୍ତୋଷୀ ମନ୍ଦିର, ସବୁ ମନ୍ଦିର ପୂଜା କରିବ କିଏ? ନା ବ୍ରାହ୍ମଣ। ସେ କେଉଁଠୁ ଆସିବେ? ବ୍ରାହ୍ମଣମାନେ ତ ସବୁ ତାଙ୍କର ଚାକିରି ବାକିରି କଲେ, କାହିଁକିନା ଯଜମାନ ମାନେ ଯେତିକି ସମ୍ମାନ ଦେବା କଥା ବ୍ରାହ୍ମଣକୁ ସେତିକି ମଧ୍ୟ ସେ ଦେଇପାରନ୍ତିନି। ସେ ବ୍ରାହ୍ମଣ କୁଆଡ଼େ ଗଲା? ଇଏ କଥାରେ କାହିଁକି ଓ ବୋଲି କହିବ? ବ୍ରାହ୍ମଣ ଯଦି କହିବ ଏତିକି କ'ଣ ଦଉ, ହଁ ନେଲେନି ନହେଲେ ନାହିଁ, କି ତମ ଦରମା ଆସି ଲକ୍ଷେ ହେଲାଣି, ଗୋଟେ ବ୍ରାହ୍ମଣର ପୂଜା ଦରମା 3000 ହେଲା କି 1000 ହେଲା, ତାକୁ ତୁମେ କୁଣ୍ଠାପତ କାହିଁ କରୁଛ? ତେଣୁ ବ୍ରାହ୍ମଣ ପିଲାମାନେ କହିଲେ ଆମେ ଆଉ ସେ ଚୂଡ଼ା ଦହି ଖାଇବୁନି କି କୁଆଡ଼େ ଯିବୁନି, ଆମେ ଚାକିରି ବାକିରି କରିବୁ। ତାଙ୍କର ପାଠଶାଠ ପରେ ଚାକିରି ବାକିରି କଲେ। ଏଇସବୁ କଥା ବର୍ତ୍ତମାନ ସବୁ ଚାଲିଛି। ପ୍ରଶ୍ନ ଉଠୁଛି, ଏଇଭଳି ଘୂର୍ଣ୍ଣିତ ମନୋଭାବ ରଖିବା ନା ସମସ୍ତେ ମିଳିମିଶି ଚଳିବା? ଓଡ଼ିଆ, ଆମେ ଓଡ଼ିଆରେ କହୁଛୁ, ଓଡ଼ିଆ କଥାଟା କହିବା। ଆମେ ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା କରୁଛୁ ଗୁରୁବାରେ। ସେ ଲକ୍ଷ୍ମୀ ପୂଜା ବହିରେ କ'ଣ ଲେଖା ହେଇଛି? ଚାଣ୍ଡାଳୁ ବ୍ରାହ୍ମଣ ଠାରୁ ଚାଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଖାଇବେ। ଲକ୍ଷ୍ମୀ ମାନେ ଗୋଟେ ସର୍ତ୍ତ ରଖିଲେ। ତାହେଲେ ଯଦି ତା ନ କରିବା ତାହେଲେ ଆମେ ସେ ବହିଟା ପଢ଼ିବା କାହିଁକି? ଶ୍ରୀୟା ଚାଣ୍ଡାଳୀ ଘରକୁ ଲକ୍ଷ୍ମୀ ଗଲେ, ଆଉ କ'ଣ ବ୍ରାହ୍ମଣ କେହି ନଥିଲେ? ତେଣୁ ସଦାଚାର ହିଁ ଲକ୍ଷ୍ମୀଙ୍କର ପ୍ରତୀକ। ସଦାଚାରିଣୀ, ମିଷ୍ଟଭାଷୀ, ମିଷ୍ଟ ବ୍ୟବହାର ଏବଂ ପରିଷ୍କାର ପରିଚ୍ଛନ୍ନତା। ଯେଉଁମାନେ ଶିକ୍ଷାବିତ, ଶିକ୍ଷା ସେ ଗ୍ରହଣ କଲେଣି, ସେମାନେ ବି IAS, OAS, ଇଞ୍ଜିନିୟର, ଡାକ୍ତର, କେତେ କଥା ହେଲେଣି। ତାହେଲେ ତମେ ଯାହାକୁ ପୁରୁଣା କଥାକୁ ଧରିକିରି ବଇଛ, କିନ୍ତୁ ସେଇ ଲୋକଙ୍କ ଭିତରୁ ଯଦି ଜଣେ ମନ୍ତ୍ରୀ ହେଲେ କିମ୍ବା କଲେକ୍ଟର ହେଲେ କିମ୍ବା IAS ଏମିତି ସବୁ ହେଲେ, ସେ ଯେତେବେଳେ ଆସିବେ, ସିଏ ଚା ଜଳଖିଆ ତାଙ୍କୁ ଖାଇବାକୁ ଦିଆଯିବ। ସିଏ କେଉଁଦିନ ନେଇକି ତାଙ୍କ ହାତରେ ଏ ଚା ଗିଲାସ ଧୋଇଲେ? ତମେ ହିଁ ଧୋଇଛ। ମୁଁ ଶହ ଜାଗାରେ ଦେଖିଛି। ମୁଁ ବସିକିରି ଭାବେ, କହିଲେ ଆରେ ଇଏ ତ କ'ଣ? ତେଣୁ ସେ ପ୍ରାୟ ଶୂଦ୍ର ଘରେ ଜନ୍ମ ହେଇଛି। ଶୂଦ୍ର ବି ମୁଁ ଶୂଦ୍ର କହିଲେ ତ ମୁଁ ପିତୃମାତୃ ସେବକଙ୍କୁ ଶୂଦ୍ର ବୋଲି କହୁଛି, ଦେଶ ସେବକମାନଙ୍କୁ ଶୂଦ୍ର ବୋଲି କହୁଛି। କିନ୍ତୁ ଅସ୍ପୃଶ୍ୟ ବୋଲି ଯେଉଁ ଆପଣମାନେ ଭାବୁଛନ୍ତି, ସେଇ ଅସ୍ପୃଶ୍ୟ ଲୋକ କଲେକ୍ଟର ହେଇ ଆସିଛନ୍ତି, ମନ୍ତ୍ରୀ ହେଇ ଆସିଛନ୍ତି, ବିଧାୟକ ହେଇ ଆସିଛନ୍ତି। ସେତେବେଳେ ତାଙ୍କ ବାସନ ବା ଖାଇବା ବାସନ ତାକୁ ତମେ ସବୁ ସଫା କରୁଛ କେମିତି ସଫା କରୁଛ? ସେତେବେଳେ କ'ଣ ଘୃଣା ନାହିଁ? କାହିଁକିନା ମନ୍ତ୍ରୀଙ୍କ ପାଖରେ କାମ ଅଛି, କଲେକ୍ଟରଙ୍କ ପାଖରେ କାମ ଅଛି। ତେଣୁ ସେତେବେଳେ ଘୃଣାଟାକୁ ଭୁଲି ଯାଉଛ, ତାଙ୍କୁ ହିଁ ଭୋଟ ଦେଉଛ।
ସେଇଥିପାଇଁ ଗଣତନ୍ତ୍ର ସୃଷ୍ଟି ହେଲା। ତେଣୁ ବିଚାରକ ମଣ୍ଡଳୀ, ମୋର ପଣ୍ଡିତ ମଣ୍ଡଳୀ, ମୋର ବ୍ରାହ୍ମଣ, ମୁଁ ବିପ୍ରପ୍ରିୟ ବ୍ରାହ୍ମଣମାନଙ୍କୁ ସମ୍ମାନ ପ୍ରଦର୍ଶନ କରେ। ମୁଁ ସେମାନଙ୍କୁ ନିବେଦନ କରୁଛି, ସେମାନେ ଯିଏ ଯେଉଁ ଜାତିର ହୁଅନ୍ତୁ, କିଏ ସାହୁ, କିଏ ତେଲି, କିଏ ବଢ଼େଇ, କିଏ କମାର, ସିଏ ତାଙ୍କର କାମ କରୁଛନ୍ତି, କରନ୍ତୁ, ତାଙ୍କ କାମ କରନ୍ତୁ, କିଛି ସେଥିପାଇଁ କିଛି କଥା ନାହିଁ। କିନ୍ତୁ ଧର୍ମ ରକ୍ଷା ପାଇଁ ବ୍ରାହ୍ମଣ ଧର୍ମ ହେଇଛି। ତେଣୁ ପଣ୍ଡିତମାନେ ଏଇସବୁ କଥାକୁ ଟିକେ ପୁନର୍ବିଚାର କରନ୍ତୁ। ଯୁଗ ବଦଳିଗଲାଣି, ସମାଜ ବଦଳି ଯାଇଛି, ମଣିଷର ମନୋବୃତ୍ତି ବଦଳି ଯାଇଛି, ସମସ୍ତଙ୍କର ଆତ୍ମସମ୍ମାନ ରହିଛି। ଝିଅମାନେ ଆଜି ପାଠ ପଢ଼ିଲେଣି। ଏଇସବୁ କଥାକୁ ନେଇ ବଳିଆର ଇଏ ଗୋଟିଏ ନିବେଦନ। ଯଦି ଆ ଭିତରେ କିଛି ପ୍ରଶ୍ନବାଚୀ ଥାଏ, ଆପଣମାନେ ହୁଏତ ମୋତେ ଗାଳି ଦେଇପାରନ୍ତି ବା ପ୍ରଶଂସା କରିପାରନ୍ତି। ମୁଁ ପ୍ରଶଂସା ପାଇବାକୁ ଏକଥା କହୁନି କି ଗାଳି ଖାଇବାକୁ ବରଂ କହୁଛି। ତେଣୁ ସମାଜକୁ ବଦଳେଇବା ହେଉଛି ଆମର ଧର୍ମ, ମାନବ ଧର୍ମ।